ପିଲାମାନେ ଆଜି ଆମେ ବୁଲବୁଲ ସିରିଜର ଆଉ ଗୋଟିଏ ଗପ ଜାଣିବା। ଗପଟିର ନାମ ହେଲା ବୋକା କୁକୁର। ଗୋଟିଏ ଗାଁରେ କୁକୁରଟିଏ ରହୁଥିଲା। ସେ ଭାରି ଦୁଷ୍ଟ ଥିଲା ଓ କଳି କରୁଥିଲା। ସେ ସମସ୍ତଙ୍କ ଘରୁ ଖାଦ୍ୟ ପଦାର୍ଥ ଚୋରି କରୁଥିଲା। ଚୋରି କରିବା ପରେ ସେ ଗୋଟିଏ ନିଛାଟିଆ ଜାଗାକୁ ଯାଇ ସବୁ ଖାଦ୍ୟକୁ ଖାଉଥିଲା। ଖାଦ୍ୟକୁ ଅନ୍ୟ କାହା ସହିତ ବାଣ୍ଟି କୁଣ୍ଟି ଖାଇବାକୁ ତାକୁ ପସନ୍ଦ ନଥିଲା। ସେହି କୁକୁରଟି ବହୁତ କଳିହୁଡ଼ା ଓ ଭୟଙ୍କର ଥିଲା। ସେଥିପାଇଁ ସେହି ଗାଁର ଅନ୍ୟ ସବୁ କୁକୁରମାନେ ତାକୁ ଭୟ କରୁଥିଲେ। ସେମାନେ କେବେ ସେହି କୁକୁର ସାଙ୍ଗରେ ମିଶି ଖାଇବା ପାଇଁ ଚେଷ୍ଟା ମଧ୍ୟ କରନ୍ତି ନାହିଁ। ଗୋଟିଏ ଦିନ କୁକୁରଟି ଖଣ୍ଡେ ମାଂସ ପାଟିରେ ଧରି ଗାଁ ଠାରୁ ଦୂର ଏକ ନିଛାଟିଆ ଜାଗା ଆଡ଼କୁ ଦୌଡ଼ିବାକୁ ଲାଗିଲା। ରାସ୍ତାରେ ଗୋଟିଏ ପୋଖରୀ ଥିଲା। କୁକୁରଟି ପାଣିକୁ ଚାହିଁଲା ଓ ମନରେ ଭାବିଲା ଯେ ପୋଖରୀର ପାଣି ତ ବହୁତ ସଫା ଅଛି। ଏହି ପାଣି ନିଶ୍ଚିତ ଭାବେ ମିଠା ଥିବ। ସେଥିପାଇଁ ମୁଁ ମାଂସ ଖାଇବା ପୂର୍ବରୁ ଟିକିଏ ପାଣି ପିଇଦିଏ। ସେ ରାସ୍ତା କଡ଼ରେ ମାଂସ ଖଣ୍ଡିକୁ ରଖିଲା ଓ ପୋଖରୀ ପାଖକୁ ଯାଇ ପାଣି ପିଇବାକୁ ଲାଗିଲା। ପାଖ ଗଛଟିରେ କାଉଟିଏ ବସିଥିଲା। ସେ ସବୁକୁ ଲକ୍ଷ୍ୟ କରୁଥିଲା। ସେହି କାଉଟି କୁକୁରଠାରୁ ମଧ୍ୟ ଆହୁରି ବେଶୀ ଦୁଷ୍ଟ ଥିଲା। ବହୁତ ଚାଲାକ ଥିଲା ସେ କାଉ। କୁକୁର ପାଣି ପାଖକୁ ଯାଇଛି କି ନାହିଁ, କାଉ ତଳକୁ ଓହ୍ଲାଇ ତା ଥଣ୍ଟରେ ମାଂସ ଖଣ୍ଡିକୁ ଧରି ଉଡ଼ି ପଳାଇଲା। ମୂର୍ଖ କୁକୁର ତାକୁ ଚାହିଁ ରହିଗଲା। ତାର ମାଂସ ଖଣ୍ଡିକ ବି ଗଲା ଓ ସେ କିଛି ମଧ୍ୟ କରିପାରିଲା ନାହିଁ। ସେଥିପାଇଁ ପିଲାମାନେ ଯେକୌଣସି କାର୍ଯ୍ୟ କରିବା ପୂର୍ବରୁ ଚାରିଆଡ଼େ ଦେଖି ଚାହିଁ ସବୁ ବିଷୟକୁ ଚିନ୍ତା କରି ବୁଦ୍ଧିମାନର ସହିତ ବୁଦ୍ଧିମତାର ସହିତ କାର୍ଯ୍ୟ କରିବା ଉଚିତ। ନଚେତ୍ କୁକୁର ପରି ବୋକା ହେଇଯିବାକୁ ପଡ଼ିବ। ଧନ୍ୟବାଦ।